ପାଞ୍ଚ ଜଣ ସଂସାରରେ ନାଶ ହେଇଯାଆନ୍ତି କିଏ ନାଶ ହେବା ଲୋକ କହିଲେ ବାବୁରେ ଯେ ଅସନ୍ତୁଷ୍ଟା ଦ୍ୱିଜାନଷ୍ଠା ଅସନ୍ତୁଷ୍ଟ ସବୁବେଳେ ରହିଥିବ କି ପଣ୍ଡିତ ଯଦି ଘରକୁ ଗଲେ ପୂଜା ହୋମ କଲେ ଆପଣ ବସ୍ତ୍ର ଖଣ୍ଡେ ଦେବେ ପୂଜା ଶେଷରେ ଦାନ ଦକ୍ଷିଣା ଜାତି ବସ୍ତ୍ର ମୋ ପାଇଁ ବସ୍ତ୍ର ଖଣ୍ଡେ ଦେଲା ପଣ୍ଡିତିଆଣୀ ଘରେ ଅଛି ଶାଢ଼ୀ ଖଣ୍ଡେ ଦେଇନଥାନ୍ତା ଯଜମାନ ଅସନ୍ତୁଷ୍ଟ ରହିଲେ ଯଦି 1001 ଦେଲା 1001 ଦେଲେ ଆଉ 500 ମାଗିଥିଲେ ହେଇଥାନ୍ତା ଆଉ 500 ଟଙ୍କା ଯାଚିକି ଦେଲେନି ପକେଟରେ ପୁରେଇକି ତେଲ ଖର୍ଚ୍ଚ ଗାଡ଼ିର ସନ୍ତୋଷ ହେଲେନି ନୁହେଁ ଆଉ ଟିକେ ଦେଇଥିଲେ ଯଜମାନ ଭଲ ହେଇଥାନ୍ତା ଆପଣ 1001 ଦେଲେ ଆଉ ଦେଇଥାନ୍ତେ ଗାଡ଼ି ଖର୍ଚ୍ଚ ଟିକେ ଦେଇଥାନ୍ତେ ଅସନ୍ତୁଷ୍ଟ ଖାଇବା ପାଇଁ ବଢ଼ା ଯାଇଥିବ ଏଇ 2-3ଟା ଖଣ୍ଡେ ଆଇଟମ୍ କରୁଛନ୍ତି ସବୁବେଳେ ଏଇ ତ ଘରେ ଖାଉଥିଲେ ଟିକେ ପନିର ଛତୁ ଫତୁ ଆଉ 2-4ଟା ଖଣ୍ଡେ ଆଇଟମ୍ କରିଦେଇନଥାନ୍ତେ ଅସନ୍ତୁଷ୍ଟ ଖାଇଲା ବେଳେ ଦ୍ୱିଜା ସେ ନଷ୍ଟ ଯାଆନ୍ତି ତାଙ୍କର ଯଶ ବଢ଼େନି ସମାଜରେ ନଷ୍ଟ ମାନେ କ'ଣ ମରିଯିବେ ନା ସମାଜରେ ତାଙ୍କର ଯଶ କୀର୍ତ୍ତି ବଢ଼େନି ବୁଝିଲେ।